ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ଠାରୁ ଶକ୍ତ କଉଟା ଖାଇସାରିଲା ପରେ ଆକ୍ଟର ଜଣ କ'ଣ କହୁଛନ୍ତି ଆଉ ତାଙ୍କର କ'ଣ ଅବସ୍ଥା ହେଇଛି ତାଙ୍କଠାରୁ ବି ଶୁଣିବା। ଆଉ ସେ ମୋମେଣ୍ଟଟା କ'ଣ ଥିଲା ସେ ବି କହିବେ। ଚାଲନ୍ତୁ ମୁଁ ବି କାହା କଥା କହୁଛି ଆପଣମାନେ ବୁଝି ସାରିବେଣି। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ହାଏ ହ୍ୟାଲୋ ନମସ୍କାର, ମୁଁ ରାଜେନ୍ଦ୍ର, ଆପଣମାନଙ୍କୁ ମୋର ଆଉ ଗୋଟାଏ ଭିଡ଼ିଓରେ ସ୍ୱାଗତ। ଆଜି ଭିଡ଼ିଓଟି ଯାତ୍ରା କଳାକାର ନବ ଘୋଷଙ୍କ ଉପରେ। ସେ ଯେଉଁ ବହିଟି ଥିଲା ଷ୍ଟେଜ୍ ଉପରେ ସୁବାସ ବେହେରା ବି ପ୍ରେଜେଣ୍ଟ ଥିଲେ। ମାନେ ନବ ଘୋଷ ଜଣେ ମୁସଲିମ ଚରିତ୍ରରେ ଅଭିନୟ କରୁଥିଲେ। ଆଉ ସେ ସବୁ କହୁଥିଲେ ମାନେ ହିନ୍ଦୁ ଲୋକଙ୍କୁ ସବୁ ତାଙ୍କ ପାଦ ତଳେ ଇଏ କରିଦେବେ, ଆଉ ହିନ୍ଦୁ ଲୋକଙ୍କୁ ସବୁ ମୁସଲିମ ବନେଇଦେବେ। ସେତିକିବେଳେ ଜଣେ ଦର୍ଶକ ଯାତ୍ରା ମଝି ଯାଇ ପୁରା ଉତ୍ତ୍ୟକ୍ତ ହେଇ ଆସି ନବ ଘୋଷକୁ ଶକ୍ତ ଗୋଇଠା ମାରିଥିଲା। ଭାଗ୍ୟ ଭଲ ତାଙ୍କ ପଛ ମୁଣ୍ଡ କେମିତି ଷ୍ଟେଜ୍ରେ ବାଡ଼େଇନି। ଆଉ ଅବସ୍ଥା କ'ଣ ହେଇଥିଲା, ମାଡ଼ ବି ପୁଳାଏ ଖାଇଛନ୍ତି। ତାଙ୍କ ମାନେ ଦେହ ହାତ ପୁରା ସାଂଘାତିକ ଅବସ୍ଥା ଅଛି। ଆମର ଜଣେ ରିପୋର୍ଟର ତା ପରଦିନ ସକାଳୁ ତାଙ୍କଠାରୁ ଇଣ୍ଟରଭ୍ୟୁ ନେଉଥିଲେ। ଇଣ୍ଟରଭ୍ୟୁରେ ସିଏ ବି ଭଲ କଥା କହିଛନ୍ତି। ସିଏ କହିଛନ୍ତି ଦର୍ଶକ ହେଲେ ଆମର ଭଗବାନ। ଦର୍ଶକ ମାରିଛନ୍ତି ଠିକ୍ ଅଛି, ଭଲ କଥା। କାହିଁକିନା ତାଙ୍କ ଚରିତ୍ରଟା ସେଇଭଳିଆ ଥିଲା ବୋଲି ଦର୍ଶକ ଜଣେ ତାଙ୍କ ଚରିତ୍ର ଉପରେ ରିଅଲିଟି ଥିଲା ବୋଲି ଜଣେ ଦର୍ଶକ ଆସି ତାଙ୍କୁ ଆଟାକ୍ କରିଥିଲେ। ସେଥିପାଇଁ ଆଉ ଦର୍ଶକମାନେ ବି ଚଢ଼ି ଯାଇଥିଲେ ମାରିବା ପାଇଁ, ମାଡ଼ ବି ଖାଇଛନ୍ତି। ସିଏ ଏମିତି କହୁଛନ୍ତି ସେ ବହୁତ ଜାଗାରେ ମାଡ଼ ବି ଏମିତି ଖାଇଛନ୍ତି। ବହୁତ ଷ୍ଟେଜ୍ରେ ଭିଲେନ୍ ହିଁ ମାଡ଼ ଖାଆନ୍ତି। କାହିଁକିନା ଯେଉଁମାନେ ଯାତ୍ରାରେ ମଜିଯାଆନ୍ତି ସେମାନେ ନିହାତି ରିଆକ୍ସନ୍ ଦେବେ। ସେଥିପାଇଁ ସେ ଯେଉଁ ଲୋକଟି ମଜି ଯାଇଥିଲା ପୁରା ହିନ୍ଦୁ ମୁସଲିମ ଯେତେବେଳେ କଥା ଉଠିଛି ତା ରକ୍ତ ପୁରା ଗରମ ହେଇଗଲା। ସେଥିପାଇଁ ସେ ଷ୍ଟେଜ୍କୁ ଉପରେ ଚଢ଼ି ଆସି ନବ ଘୋଷଙ୍କୁ ଶକ୍ତ ଗୋଇଠା ମାରିଥିଲା। ତାଙ୍କ ଦେହ ହାତ ବି ବହୁତ ମାନେ ତା ପରଦିନ ସେ ଇଣ୍ଟରଭ୍ୟୁ କହୁଛନ୍ତି ତାଙ୍କ ମାନେ ବଡ଼ି ବହୁତ ଏମିତି ତାଙ୍କ ଜୀବନ କାଳ ଭିତରେ ଏମିତି ଫାର୍ଷ୍ଟ ଟାଇମ୍ ଖାଇଲେ। ଆଗରୁ ଖାଇଛନ୍ତି କିନ୍ତୁ ଏଇଟା ଫାର୍ଷ୍ଟ ଟାଇମ୍ ତାଙ୍କର। ତଥାପି ଦର୍ଶକମାନଙ୍କୁ ସେ ବି ଧନ୍ୟବାଦ ଦେଇଛନ୍ତି। ତାଙ୍କ ଅଭିନୟ ସେତିକି ନିଖୁଣ ଥିଲା ବୋଲି ଦର୍ଶକମାନେ ଆସି ଉଠି ମାଇଲେ। ଯେଉଁ ଲୋକଟି ମାରିଥିଲେ ତାଙ୍କୁ ଗ୍ରୀନ୍ ରୁମ୍କୁ ଆଣି ବୁଝାବୁଝି କରିଥିଲେ। ସେ ଲୋକ ବି ବୁଝି ଯାଇଥିଲା। ଆଉ ସେ କ'ଣ କହୁଛନ୍ତି ଇଣ୍ଟରଭ୍ୟୁ, ଚାଲନ୍ତୁ ଜଣେ ଆମର ସାମ୍ବାଦିକ ଭାଇ ତାଙ୍କଠାରୁ ଇଏ ପଚାରୁଛନ୍ତି ଏ କ'ଣ କହୁଛନ୍ତି ଟିକେ ଦେଖିଦିଅ। ପ୍ଲେ କରିଥିଲେ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା ଗୋଟେ ନକ୍ସା ପ୍ଲେରେ ଗୋଟେ ବିରଳ ଘଟଣା ଦେଖିବାକୁ ମିଳିଛି ଏବଂ ଆପଣଙ୍କୁ ଆକ୍ରମଣ ମଧ୍ୟ ହେଇଛି। କ'ଣ କହିବେ, କ'ଣ ଥିଲା ସେ ଘଟଣା, କ'ଣ ପାଇଁ ଆପଣଙ୍କୁ ଆକ୍ରମଣ ହେଲା, ଦର୍ଶକମାନଙ୍କୁ ନେଇକରି କ'ଣ କହିବେ? ଦର୍ଶକମାନେ ତ ଆମ ପାଇଁ ଭଗବାନ। ସେସବୁ ଯାହା ବି ହେଲା ସବୁ ମାନେ ସ୍ମରଣ ହେଇକରି ରହିବ। ଗତକାଲି ନକ୍ସାପାଲିରେ ଯାତ୍ରା ହେଉଥିଲା, ସ୍ୱାମୀ ପାଇଁ ପଛେ ନର୍କକୁ ଯିବୁ ସ୍ୱର୍ଣ୍ଣମହଲ ଯାତ୍ରା ପାର୍ଟି। ଆଉ ସେଥିରେ ମୋର ଗୋଟେ ମୁସଲିମ ଚରିତ୍ର ଥିଲା। ସେ ଚରିତ୍ରକୁ ସେମାନେ ଏତେ ଗ୍ରହଣ କଲେ ଯେ ଶେଷରେ ଆଉ ଖଳ ଚରିତ୍ରଟା ତ ତେଣୁ ନିଜକୁ କଣ୍ଟ୍ରୋଲ୍ କରି ନପାରି ପେଣ୍ଡେଲକୁ ବି ଆସିଥିଲେ, ଚପଲ ମାଡ଼ ଦେଇଥିଲେ, ବୋତଲ ଫୋପାଡ଼ିଥିଲେ। ଆଉ ଏମିତି ବି ଜଣେ ତା ଭିତରୁ ନିଜକୁ କଣ୍ଟ୍ରୋଲ୍ ନ କରିପାରି ଆସି ମୋତେ ମାଡ଼ ବି ମାରିଥିଲେ ପେଣ୍ଡେଲରେ। ଆଉ ବହୁତ ଭଲ କଥା, ଏଇଟା ମୋ ପାଇଁ ଗୋଟେ ପୁରସ୍କାର। ଗୋଟେ କଳାକାର ତ ସେତିକି ଦରକାର। ତେବେ ଏମିତି ଆକ୍ରମଣ ଆଗରୁ ମଧ୍ୟ ହେଇଛି ଛୋଟିଆ ମୋଟିଆ ନା ଗତକାଲିର ଘଟଣା ଗୋଟେ ଚରମ ଉପରକୁ ପହଞ୍ଚି ଯାଇଥିଲା? ହଁ, ଆଗରୁ ତ ହେଇଥିଲା। ମୁଁ ଯେତେବେଳେ ପାର୍ବତୀରେ ଥିଲି ଗୋଟାଏ ନାଟକ ଥିଲା ଏମିତି କେମିତି ହେଲା, ସେମିତି ନାଟକରେ ବି ଜଣେ ଆସିକି ମୋତେ ପେଣ୍ଡେଲରେ ବାଡ଼େଇଥିଲେ। ଏମିତିକି ବାଘାଯତୀନ ପାର୍ଟିରେ ଥିଲି, ବହୁ ବିଗତ ଦିନରେ ବାଘାଯତୀନ ପାର୍ଟିରେ ଥିଲି। ସେଇଠି ବି ଗୋଟେ ନାଟକ ଥିଲା ଉଡ଼ିଗଲା ତୋର ପାଟଢଳି, ଅଶାନ୍ତ ଚରିତ୍ର ଗୋଟାଏ କରୁଥିଲି। ଆଉ ସେ ଚରିତ୍ରରେ ବି ମୋତେ ଏମିତି ବହୁତ ଥର ବହୁତ ଜାଗାରେ ମାଡ଼ ହେଇଛି। ଏଇଟା ବଡ଼ କଥା ନୁହଁ, କିନ୍ତୁ ଆଜିକା ଡେଟ୍ କାଲି ଯେଉଁ ଘଟଣା ଏଇଟା ସବୁକୁ ଟପିଗଲା। ମାନେ ଏମିତି ମୋତେ ଆଉ ଆଗକୁ ମୋତେ ହେବ କି ନାହିଁ ତ କହିପାରୁନି, କିନ୍ତୁ ସେଇଟା କାଲି ଥିଲା ପୁରା ଚରମ ସୀମାରେ ପହଞ୍ଚିଥିଲା ସେ କଥା। ମୋତେ ବହୁତ ଜୋର ମାଡ଼ ହେଇଛି। ମୋର ବି ଏଇ ଜାଗା ସବୁ ମାଡ଼ ହେଇଛି, ଦରଜ ବି ଅଛି, ଏପର୍ଯ୍ୟନ୍ତ ଦରଜ ଯାଇନି। ଯାହା ହଉ ସେଇଟା ଜନତାଙ୍କ ତରଫରୁ ଦର୍ଶକଙ୍କ ତରଫରୁ ହେଲା ମୋ ପାଇଁ ଗୋଟାଏ ପୁରସ୍କାର। ମୁଁ ଏଥିରେ ବହୁତ ଖୁସି। ତେବେ ସେ କାହାଣୀଟି କେମିତି ଥିଲା, କ'ଣ ପାଇଁ ଦର୍ଶକମାନେ ଏତେ ଭାବ ବିବଳ ହୋଇଗଲେ, ରାଗିଗଲେ, ଉତ୍କ୍ଷିପ୍ତ? କାହାଣୀ ଆଜ୍ଞା ଜଗନ୍ନାଥ ବିରୁଦ୍ଧ କଥା ଗୁଡ଼ା ମୁଁ କହୁଛି। ଗୋଟେ ମୁସଲମାନ, ଏଇଟା ହେଉଛି ଆମର ଗୋଟେ ହିନ୍ଦୁ ଦେଶ। ଓଡ଼ିଶାରେ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା।
ମୁଁ ତାଙ୍କ ବିରୁଦ୍ଧରେ କଥା କହୁଛି, ତାଙ୍କୁ ପୋଡ଼ି ପକେଇବି, ତାଙ୍କୁ ଅମୁକ କରିବି, ଏଇସବୁ କଥା ଯେଉଁ ଦର୍ଶକ ଗୋଟେ ବ୍ରାହ୍ମଣ ପରିବାରକୁ ଜବରଦସ୍ତ ଦେଖିଲେ ନବ ଘୋଷ କ'ଣ କହିଲେ? ସେମାନେ କହିବା କଥା ଯଦି ଜଣେ ଯାତ୍ରାରେ ମଜିଯିବ ତାଙ୍କ ଅଭିନୟ ସେତିକି ମାନେ ଓରିଜିନାଲ ଥିଲା ବୋଲି ଜଣେ ଆସିକି ରାଗି ମାଇଲା। ଏଇଟା ଭଲ କଥା। ଜଣେ ଯେ ଅଭିନୟକୁ ଫୁଟେଇ ପାରିଲା ତାଠୁ ତ ବଡ଼ କଥା କିଛି ନାହିଁ। ଠିକ୍ ଅଛି, ଆପଣମାନେ ତ ଭିଡ଼ିଓ ଦେଖିଲେ, ଆଉ ଭିଡ଼ିଓଟି କେମିତି ଲାଗିଲା, ଆଉ ନବ ଦାସ ଠିକ୍ କରିଛନ୍ତି କି ଭୁଲ କରିଛନ୍ତି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ପୁଣି ଦେଖା ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।